ଆଲିଙ୍ଗନ ବୋଧ କଲେ ତାକୁ ପର ଛଡେଇକିରି କିଏ ପଳେଇଲେ କିଏ ଝୁକୁ ଶିବ ତିନିଟା ବାହାର କଲେ ଆଉ ବଡ ଭାଇ ବୋଲି ମୁଁ ମୁଣ୍ଡିଆ ପାଖରେ ଘରକୁ ଭିଡୁଛି ଆଉ ତୁ ମତେ ଦିଦିଆ ପକେଇକି ପଳେଇ ତୋର ଏମିତି ପଳଉଛୁ ରାଗି ଲୋକ ଯେତେବେଳେ ବାହାରିଲେ ଏଇଟା ଛଣକେ ଲାଗି ଯାଉଛି ଇଏ କି ଭଲ ବାହାରୁ ଗଲେ ହଉଛି ବୈକୁଣ୍ଠ ଗଲା ଆସିକି ନାରାୟଣ ଶୋଇଛନ୍ତି ଯଦି ଶୋଇଛନ୍ତି ହଠାତ୍ ଗଲେ ଛାତିକି ଯୋଉ ଗୁଳି ଛାଟ ପକେଇଲେ ସେ ଶୋଇଛନ୍ତି ନାରାୟଣ ସେ ଗୁଳି ଛାଟ ପକେଇଦେଲେ ସେ ଉଠି ପଡିକି ନାରାୟଣ କହିଲେ ମହାଦେବ ମୋର ଭୁଲ ହେଇଯାଇଛି ଆଜ୍ଞା ମୋ କଠୋର ଛାତି ଉପରେ ଆପଣଙ୍କ ପାଦ କେତେ କଷ୍ଟ ପାଇଥିବ ମତେ ଟିକେ ନିଦ ହେଇଯାଇଥିଲା ଆଜ୍ଞା କି ସେବା କରିପାରେ ଯଦି ଆଜି ମୋର ଭାଗ୍ୟ ଦେଖ ଆପଣଙ୍କ ପଦରୋଧ ପଡିଲା ମୋ କୁଟୀର ପବିତ୍ର ହେଇଗଲା ଏଇଟା ହଉଛି ନମ୍ବର ୱାନ୍ ବୁଝିପାରିଲ ଏଇଟା ହଉଛି ଧୀର ସ୍ଥିର ସ୍ଥିରତା ଆଠେ ନାହିଁ ସେ କି ସାଧୁ ସେ କି ଭଲ ଲୋକ ଶାନ୍ତ ଗୁଣ ଆଠେ ନାହିଁ ସେ କି ଭଲ ଲୋକ ତେଣୁ ବିଷ୍ଣୁଙ୍କୁ ପୂଜା କଲେ ଆଉ ଗୋଟେ କଥା କହିବି ପାପ ନ କରିକି ପାପ ବୁଝିପାରିଲ କି ଜଣେ ରାଜା ସେ ଗୋରୁ ଦାନ କରୁଥିଲେ ଦିନେ ହଜାର ହଜାର ଦାନ କରୁଛନ୍ତି କେତେ ବ୍ରାହ୍ମଣ ନେଇକି ଯାଉଛନ୍ତି ଗୋଟେ ପଦ ଶୁଣିଲା ବ୍ରାହ୍ମଣ କଥା ପଚାର ସହିବାର ଧୈର୍ଯ୍ୟ ନାହିଁ ଶୁଣିଦେଲେ ତମେ ମୁକ୍ତି ହେଇଯିବ ଭାଗବତ କଥା ଯେ ସେ ଆଜି ଜଣକୁ ଗାଈକି ଦେଇଛି ସେ ଗାଈଟା ତା ହାତରେ ଖସି ଯାଇଛି ଯଦି ଖସି ଯାଇଛି ଗାଈଟା ସେ ଗୁହାଳ ଖସି ଯାଇଛି ଆଉ ଯିଏ ନୀତି ହଜାର ଗାଈ ଦଉଛି ସେ କଣ ମାର୍ଗ କରି ରଖିଛି ରଜା ବହୁତ ମାର୍ଗ କରି ରଜା କଣ ପଚାରୁଛି ସିଏ ତା ବାସିନ ଆଉ ଜଣଙ୍କୁ ଭିତରେ ଗାଈଟାକୁ ଦେଇ ଦେଇଛି ସିଏ ଯୋଉ ବସେଇ ଦେଇଥିଲା କାଲି ସିଏ ଖୋଜୁଛି ଗାଈଟା କୁଆଡେ ଗଲା ବୋଲି ସିଏ ଗଲା ଆସିକି ଇଏ ଗାଈଟାକୁ ନେଇକି ମୋ ଗାଈ କଣ ମୋ ଗାଈ ନେଇ ହେ କାଲି ମୋ ଘରକୁ ପଳେଇଲା ନା ନାହିଁ ନାହିଁ ଇଏ ରଜା ଜନ୍ମ ଦେଇଛି ମୁଁ ଜାଣି ଯାଉଛି ଆଉ ନାଇଁ ଏଇଟା କାଲି ସବୁ ନେଇଥିଲି ସିଏ ଭିଡ଼ା ହେଇକିରି ଆସିଲେ ରାଜା କହିଲେ କହିଲେ ସେ ନିଜର ବାସ୍ତବରେ ଶୁଣ ମୁଁ ଦେଲି ମୁଁ କାନ୍ତାଙ୍କୁ ଦେଇଥିଲି ଏଇଟା ଆପଣ ତାକୁ ଦେଇ ଦିଅନ୍ତୁ ସେଇ ଭଳିଆ 100 ଗାଈ ହୀରା ହୀରା ମୋତି ମାଣିକ ଖଞ୍ଜିକି ଆପଣଙ୍କୁ ମୁଁ ଦେବି ଆଗ ଦାମ ଦେଇଛି ତାକୁ ଦେଇଦିଅ ସେ ମୋ ଦରକାର ନାହିଁ ମୁଁ ଯୋଉ ଗୋଟେ କହିଛି ମୋର ହେଉଟା ବୁଝିଲ କି ସେଟା ଆର ଆପଣଙ୍କୁ ବୁଝେଇଲେ କହିଲେ ଆଜ୍ଞା ଯଦି ସେ ଦେଲେଣି ନିଅନ୍ତୁ ଆପଣଙ୍କୁ 100 ଗାଈ ମୁଁ ଆଉ ଦେବି ଦୁହାଣ ଗାଈ ହୀରା ହୀରା ମୋତି ମାଣିକ ଖଚିତ କରିକି ଦେବି ଆପଣ ନା କଣ ତୋ ମନେ ମନେ ଆରେ ମୋ ଧନକୁ ସିଏ ନେଇକି ଯାଉଛି ତୁ ମତେ ଆଉ ଦବୁ ବୋଲି ବୁଝିପାରିଲ କି ଇଏ ମଙ୍ଗିଲେନି କି ସିଏ ମଙ୍ଗିଲେନି ଗାଈ ଆସି ଗୁହାଳେ ପଶିଲା ଏଥିରେ ରଜାର କଣ ଦୋଷ ହେଲା ବୁଝିପାରିଲ କି ରଜା ଶେଷକୁ ଏ ଅପରାଧରେ କୁକଲାସ ରୂପ ହେଲେ ଶୁଣିଥ ଗୋଟେ କୁକଲାସ ରୂପ ବୁଝିଲ କି ସେ କୁକଲାସ ରୂପ ହେଲେ ଯେତେବେଳେ ଦାନବଂଶ ପିଲାମାନେ ଗଲେ ଜଙ୍ଗଲରେ ଗୋଟେ ପୁଅ ଏଇଠୁ ଅଇଠୁ ଦେଖିପାରିଲେନି ଭଗବାନ କୃଷ୍ଣ କହିବାରୁ କୃଷ୍ଣ ଯାଇକି ତାଙ୍କ ଧରିବାରୁ ସେ ରାଜା ମୁକ୍ତି ହେଲା ବ୍ରାହ୍ମଣଙ୍କ ପାଳରେ ଆଉ ଯଦୁମଣିଙ୍କ ବଂଶ ବୁଳେଇ ଦେଲେ ନା ବ୍ରାହ୍ମଣ କଥା ଆଉ ନାଇଁ ଛାଡ଼ ତେଣୁ ବ୍ରାହ୍ମଣକୁ କେତେ ନିନ୍ଦା କରିବ ନାହିଁ ସନ୍ନ୍ୟାସୀକୁ ନିନ୍ଦା କରିବ ନାହିଁ ସାଧୁସନ୍ତକୁ ନିନ୍ଦା କରିବ ନାହିଁ ଭଗବାନଙ୍କୁ ନିନ୍ଦା କରିବ ନାହିଁ ବାପା ମାଆଙ୍କୁ ନିନ୍ଦା କରିବ ନାହିଁ ଅତିଥିକି ନିନ୍ଦା କରିବ ନାହିଁ ଏସବୁ ଶାସ୍ତ୍ରୀୟ ମତ ଯିଏ ଯେମିତି ମାନିବ ସେମିତି ସିଏ ଭଲ କରିବ ହଉ ତାହା କଣ ଏପର୍ଯ୍ୟନ୍ତ ଦକ୍ଷିଣ ଆସିନି ମୁଁ ଜାଣିଛି ବଧୁ ରଙ୍ଗ ଜାମୁ ଡାଳିଆକୁ ତାହାରେ ବନ୍ଧୁ ଅନା ଅନାରେ ବନ୍ଧୁ ରଙ୍ଗ ଜାମୁ ଡାଳିଆକୁ ତାହାରେ ବନ୍ଧୁ ମାରିଆକୁ ତାହାରେ ବନ୍ଧୁ ଅନା ଅନାରେ ବନ୍ଧୁ ରଙ୍ଗ ଜାମୁ ଡାଳିଆକୁ ତାହାରେ ବନ୍ଧୁ
Ona